କାଣା କହିବି ସାର୍ ମୋର ପର୍ସନାଲ ଅଛି ଯେ ସାଂଘାତିକ ବାରମ୍ବାର ଏଗୁଡ଼ା ଅଭିଯୋଗ ଯାଉଛି ଟେଣ୍ଡର କାହିଁକି ପୂର୍ବରୁ ଗୋଟେ ଦୁଇଥର କ୍ୟାନସଲ ହେଇଛି ଏବଂ ଯାହା ବର୍ତ୍ତମାନ ଚର୍ଚ୍ଚା ହେଉଛି ପୁଣି ଗୋଟେ ଟେଣ୍ଡର କ୍ୟାନସଲ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି କ'ଣ କହିବେ? ଟେଣ୍ଡର ଆକ୍ଚୁଆଲି ଆମର ମଝିରେ ମଧ୍ୟ ଗୋଟେ ଥର ପ୍ରୋସେସ୍ ହେଇଥିଲା। ଏବେ ମଧ୍ୟ ପ୍ରୋସେସ୍ ହେଇକି ଅଲରେଡ଼ି ଫ୍ଲୋଟ୍ ହେଇକି ଅଛି। ତ କଥା ଏଇଟା ଅଛି ଯେ ଆମ ପ୍ରିଭିୟସ୍ କିଛି ପେମେଣ୍ଟ ବି ବାକି ଥିଲା ଯେଉଁଟା କଣ୍ଟ୍ରାକ୍ଟର ମାନଙ୍କର ଆମ ଲେଭେଲରେ, ପ୍ଲସ୍ ଏବେ ଆମ ପାଖରେ ଯେତିକି ଆମାଉଣ୍ଟର ଫଣ୍ଡ ଅଛି ତାକୁ ବେସ୍ କରିକି କାଉନସିଲ୍ ବୋର୍ଡ ଡିସାଇଡ୍ କରୁଛି ଯେ ନାଇଁ ଯେତିକି ଫଣ୍ଡ ଅଛି ସେତିକିରୁ ହିଁ ମାନେ ଟେଣ୍ଡରଟା ଡକାଯାଉ। କେତେ ପୂର୍ବରୁ କେତେ ଟଙ୍କା ବକେୟା ରହିଛି କୋଉ ଠିକାଦାର ଏବଂ କୋଉ ବାବଦକୁ ସେ ପଇସାଟା ବକେୟା ରହିଛି? ଟେଣ୍ଡର ପୁରୁଣା ଯେଉଁଟା ବକେୟା ଅଛି ସେଇଟା ପ୍ରିଭିୟସ୍ ଫାଇନାନ୍ସିଆଲ ଇୟର୍ର ଯେତିକି କାମ ହେଇଥିଲା ସେଟାକୁ ବେସ୍ କରିକି ଥିଲା। ଆଉ ଏବେ ଯେଉଁଟା ଅଛି ସେଇଟା ଡିପାର୍ଟମେଣ୍ଟର ହିଁ ମାନେ ଡାଇରେକ୍ସନରେ ଆମର ଯାହା ବି ଟେଣ୍ଡର ପ୍ରୋସେସ୍ ହେଇଥିଲା, ଡିପାର୍ଟମେଣ୍ଟ ବି କହିଥିଲା ଯେ ଯେତିକି ତୁମକୁ ଫଣ୍ଡ ଆଲୋକେସନ୍ ହେବ ତାକୁ ଧରିକି ହିଁ ତୁମେ ଟେଣ୍ଡରଟାକୁ ପ୍ରୋସେସ୍ କର। ଯୋଉ ପୂର୍ବରୁ କାମ ହେଇଥିଲା ଏପର୍ଯ୍ୟନ୍ତ ତାର ବିଲ୍ କାହିଁକି ହେଇପାରୁନି? ସେଇଟା ମଧ୍ୟ ସେଇ ହିସାବରେ ପେମେଣ୍ଟ ବାକି ଥିଲା ଆଉ ଏବେ ପେମେଣ୍ଟ ହେଇନଥିଲା। ତେବେ ଟେଣ୍ଡର କିଏ କ୍ୟାନସଲ କରୁଛି? ଆପଣ ଯାହା ଚର୍ଚ୍ଚା ହେଉଛି ଯେ ଆପଣଙ୍କୁ ମଧ୍ୟ ପ୍ରେସର ପଡୁଛି, ଚାପ ପକାଯାଉଛି ବୋଲି କ'ଣ କହିବେ? ନାଇଁ କାଉନସିଲ୍ ବଡି ଡିସାଇଡ୍ କରୁଛନ୍ତି ଯେ ଯେହେତୁ ମାନେ ଯେତିକି ପେମେଣ୍ଟ ଅଛି ସେତିକିକୁ ଟେଣ୍ଡର ଡକାଯାଉ ସେତିକି। ଆପଣଙ୍କୁ ପ୍ରେସର ଦିଆଯାଉଛି? ପ୍ରେସର ଏମିତି କିଛି ନାହିଁ, ଯେତିକି ଅଛି ସେଇଟାକୁ ଧରିକି ଡକାଯାଉ ବୋଲି କହୁଛନ୍ତି।